ଡକ୍ଟର ନୃପରାଜ ସାହୁଙ୍କର ପ୍ରୀତିଲଗ୍ନା ଓ ଅନ୍ୟାନ୍ୟ ଗଳ୍ପ ସଂକଳନରୁ ଗଳ୍ପ ମାନସୀ ଏକ ମଧୁର ସ୍ମୃତି। ପ୍ରଫେସର ସାହୁଙ୍କ ଗୋଟିଏ ଗଳ୍ପର ନାୟକ ଜୀବନ ଦାସ ଗୋଟିଏ ସମୁଦ୍ରକୂଳିଆ ଗାଁରେ ବଢ଼ିଥିଲା। ସେ ଖୁବ୍ ମଧୁର ଶୈଶବଟିଏ ଥିଲା ତାର। ଜୀବନ ଦାସ କେବେ ଭାବିନଥିଲା କୌଣସି ପରିସ୍ଥିତିରେ ତା ଗାଁ ଆଉ ମାଆଠୁ ସେ ଦୂରେଇ ଯିବ। ସହରକୁ ପାଠ ପଢ଼ିବାକୁ ଆସି ସେ ସମ୍ମୋହିତ ହୋଇଗଲା ମାନସୀ ବୋଲି ଗୋଟିଏ ଝିଅର ରୂପ ଲାବଣ୍ୟରେ। ମାନସୀ ଗାଲର ତିଳଚିହ୍ନ ତାକୁ ନିହାତି ଗୋଟିଏ ଭାବୁକ ସଜେଇ ଦେଲା। ଆସ୍ତେ ଆସ୍ତେ ସେ ଭୁଲିଗଲା ଗାଁର ଯାଦୁକରୀ ଅନୁଭୂତି। ବାପା ମା, ଗାଁ ଧୂଳି, କାଶତଣ୍ଡି ଫୁଲ କେହି ଆଉ ତାକୁ ଆକର୍ଷଣ କରିପାରିଲେନି। ପିଲାଦିନର ନାଲି ଉଖୁଡ଼ା, ପିତା ଶାଗ, ଜହ୍ନି ରାଇତା ଆଉ ପୁଣି କୋଉ ମାଛର ଝୋଳର ସବୁ ସ୍ୱାଦକୁ ଭୁଲିଗଲା ଜୀବନ ଦାସ। ମାନସୀ ତାର ସହପାଠିନୀ, ସରୁମୁହିଁ ଶ୍ୟାମଳୀ ଝିଅ। ନଈ କୂଳରେ ହାତ ଧରାଧରି ହୋଇ ଅନେକ ସମୟ ବିତେଇଛନ୍ତି ଦୁଇଜଣ। ପରସ୍ପରକୁ ଭୁଲି ନ ଯିବା ପାଇଁ ମନ୍ଦିରକୁ ଯାଇ ନୀଳମାଧବଙ୍କ ଆଗରେ ଚୁମ୍ବନ୍ତିଆ ଦେଇ ହେଇଥିଲେ। ମାନସୀକୁ କିନ୍ତୁ ପାଇଲାନି ଜୀବନ ଦାସ। ହଜେଇ ଦେଲା ଅଧା ବାଟରେ ମାନସୀର ଠିକଣା। ବେଳେବେଳେ କିନ୍ତୁ ମାନସୀର ସ୍ମୃତି ତାକୁ ମନ୍ଥି ପକାଉଥିଲା। ଆସ୍ତେ ଆସ୍ତେ ସଂସାର ବେଖାପ ଲାଗିଲା ତାକୁ। ଘଟଣାକ୍ରମରେ ଜୀବନ ଦାସ ବାହା ହେଲା ରତ୍ନମଣି ନାମ୍ନୀ ଗୋଟିଏ କଠୋର ସ୍ୱଭାବର ଝିଅକୁ, ଯିଏ ତାକୁ ବରବାଦୀ ଭିତରକୁ ଠେଲିଦେଲା। ବହୁ ସମୟରେ ମାନସୀକୁ ମନେ ପକାଏ ଜୀବନ ଦାସ। ଗୋଟିଏ ଆତ୍ମୀୟ ସ୍ମୃତି କେବଳ ପଛରେ ପଡ଼ି ରହିଲା। ସଂସାର ସୁଖ ଆସ୍ୱାଦନ କରିବାର ଯେତେକ ଅଭିପ୍ସା ତାର ନିଃଶେଷ ହେଇଗଲା। ତା ଘର, ତା ସଂସାର ସବୁ କେମିତି ଉଜୁଡ଼ି ଯାଉଥିଲା ଆସ୍ତେ ଆସ୍ତେ। ଗୋଟେ ଅନିର୍ଦ୍ଦିଷ୍ଟ ମାୟା ମୋହରେ ସେ ଗୋଟାପଣେ ଚକଟି ହେଇଯାଉଥିଲା ଜୀବନ ଯାକ। ଗଳ୍ପଟି ପଢ଼ି ସାରିଲା ପରେ ମୁଁ ଫୋନ୍ ଲଗାଇଲି ପ୍ରଫେସର ସାହୁଙ୍କୁ। ମୋ ସଭକ୍ତି ପ୍ରଣାମ ଜଣାଇ ପଚାରିଥିଲି, ସାର୍, ଆପଣ ମୋ ଜୀବନ କାହାଣୀକୁ ଲେଖିଦେଇ ପାରିଲେ କେମିତି? ମୋ ସ୍ମୃତିର ସମ୍ଭାରକୁ ଆପଣ କେମିତି ଉଖାରିଦେଲେ? ପ୍ରଫେସର ସାହୁଙ୍କର ଉତ୍ତର ଥିଲା, ଜୀବନ ଦାସ ଜଣେ ପ୍ରତିନିଧି ମାତ୍ର, ସେମିତି ମାନସୀ ବି। ମୋ ଗଳ୍ପ ଯଦି ଆପଣଙ୍କ ଜୀବନରେ କିଛି ସାମଞ୍ଜସ୍ୟ ଆଣିପାରିଛି, ତେବେ ତ ମୋ ଗଳ୍ପ ସାର୍ଥକ ହେଇଗଲା। ମୋ ଜୀବନ କାହାଣୀ ସହିତ ସାମଞ୍ଜସ୍ୟ ରକ୍ଷା କରି ହୁଏତ ପ୍ରଫେସର ସାହୁଙ୍କ ଗଳ୍ପ ସାର୍ଥକ ହେଇଗଲା। କିନ୍ତୁ ଗଳ୍ପର ନାୟିକା ମାନସୀ ମୋତେ ବିଚଳିତ କରିଦେଲା ସାଂଘାତିକ ଭାବେ। 20 ବର୍ଷର ଘଟଣା ଯେମିତି ମୁହୂର୍ତ୍ତକରେ ଜୀବନ୍ତ ହେଇ ଉଠିଲା। ମୁଁ ବି ଭଲ ପାଉଥିଲି ଜଣେ ମାନସୀକୁ, ମାନସୀ ମିଶ୍ର। ମିତା ମିଶ୍ର ଏବଂ ଶ୍ରୀପତି ମିଶ୍ରଙ୍କ ଅଳିଅଳ କନ୍ୟା। ବାପା ଦର୍ଶନଶାସ୍ତ୍ର ବିଭାଗରେ ରିଡର ଆଉ ମା ସେଣ୍ଟ୍ରାଲ ସ୍କୁଲର ଶିକ୍ଷୟିତ୍ରୀ। ମାନସୀ ସାଙ୍ଗରେ ପ୍ରଥମ କରି ଦେଖା ହୁଏ ରାଜଧାନୀର ଗୋଟିଏ ଟାଉନ ବସ୍ ଭିତରେ। ରାଜମହଲ ଛକରୁ ଝିଅଟି ଉଠିଲା। ମୋ ପାଖରେ ଖାଲିଥିବା ସିଟ୍ରେ ବସିଲା। ହାତରେ ତାର ଥିଲା କିଛି ଫର୍ମ ଭଳି କାଗଜପତ୍ର। ଗୋଟେ ରବର ବ୍ୟାଣ୍ଡରେ ଗୁଡ଼େଇ ରଖିଥାଏ। ଶ୍ୟାମଳୀ ତନୁ ପାତଳୀ ଝିଅଟି ପ୍ରଥମ ଦେଖାରେ ହିଁ ମୋତେ ସମ୍ମୋହିତ କରିଦେଇଥିଲା। ରାଜମହଲ ଛକରୁ ବାଣୀବିହାର ଛକ ପର୍ଯ୍ୟନ୍ତ ଯିବା ଭିତରେ ହିଁ ନୀରବତାରେ ଗୋଟେ ସମ୍ପର୍କ ଗଢ଼ି ଉଠିଥିଲା। ଇଚ୍ଛା ହେଉଥିଲା ପଚାରିଦେବି ସେ କୁଆଡ଼େ ଯିବ। ମଫସଲରୁ ଯାଇ ହଠାତ୍ ଏମିତି ଏକ ଦୁଃସାହସ କରିବାଠୁ ଦୂରେଇ ରହିଲି। ବାଣୀବିହାର ଛକରେ ମୁଁ ଓହ୍ଲେଇଲି। ସେ ବି ଓହ୍ଲେଇଲା। ମୁଁ ନିଶ୍ଚିତ ହେଲି ତା ହାତରେ ଧରିଥିବା କାଗଜପତ୍ର ନିଶ୍ଚୟ ଆଡ଼ମିସନ୍ ଫର୍ମ। ମୁଁ ଯେହେତୁ ନୂଆ, ବାଣୀବିହାର ଛକରୁ କ୍ୟାମ୍ପସକୁ ଯିବା ପାଇଁ ମୋ ଧାରଣା ନଥିଲା। ବସ୍ଠୁ ଓହ୍ଲେଇ ହିଁ ମୋତେ ଗୋଟେ ସୁଯୋଗ ମିଳିଗଲା ତାକୁ ପଚାରିବାକୁ, କୁଆଡ଼େ ଯିବେ? ବାଣୀବିହାର। ଆପଣ ଲୋକାଲ? ହଁ। ଫର୍ମ ପକାଇବାକୁ ଯାଉଛନ୍ତି ବୋଧେ? ହଁ, ମୋର ବି ଫର୍ମ ପକାଇବାର ଅଛି। ମୁଁ ନୂଆ ତ। କେଉଁ ସବଜେକ୍ଟ ପାଇଁ? ପଚାରିଲା ଝିଅଟି। ଫିଜିକ୍ସ। ଆରେ ମୁଁ ତ ଫିଜିକ୍ସ ପାଇଁ ଯାଉଛି। ଆପଣ ଆସନ୍ତୁ, ଡିପାର୍ଟମେଣ୍ଟକୁ ମୁଁ ରାସ୍ତା ଦେଖାଇଦେବି। ମନେ ମନେ ବିଶେଷ କୃତଜ୍ଞ ଅନୁଭବ କଲି। ବାଣୀବିହାର ଛକରୁ ୟୁନିଭର୍ସିଟି କ୍ୟାମ୍ପସକୁ ଯିବା ଭିତରେ ହିଁ ମୁଁ ତା ନାଁ ଜାଣି ସାରିଥିଲି। ଲୋକାଲ ଝିଅ ବୋଲି ଆସ୍ଥାବାନ ବି ହେଇଥିଲି କିଛି ଗାଇଡେନ୍ସ ପାଇବି ବୋଲି। ଫର୍ମ ପକାଇ ସାରି ଫେରିବା ବେଳକୁ ମାନସୀ ସହିତ ମୁଁ ବେଶ ପରିଚିତ ହୋଇସାରିଥିଲି। ଏତେ ବଡ଼ ରାଜଧାନୀରେ ସେ ହିଁ ଥିଲା ମୋର ପ୍ରଥମ ପରିଚିତା। ସେଦିନ ସନ୍ଧ୍ୟାରେ ଫେରି ଆସିବାର ଥିଲା ମୋତେ। ବାଣୀବିହାର କ୍ୟାମ୍ପସ ଛାଡ଼ିବା ପୂର୍ବରୁ ମାନସୀକୁ ଅନୁରୋଧଟିଏ କରିଥିଲି, କିଛି ମାଇଣ୍ଡ କରିବେନି ଯଦି ଆପଣଙ୍କର ଫୋନ୍ ନମ୍ବର ମୋତେ ଦେଲେ ଆଡ଼ମିସନ୍ ବାବଦରେ ଅନ୍ତତଃ ମୁଁ ବୁଝାବୁଝି କରିପାରନ୍ତି। ଏଥିରେ ମାଇଣ୍ଡ କରିବାର କ'ଣ ଅଛି?
ବରଂ ଏଇଟା ମୋର କର୍ତ୍ତବ୍ୟ। କିଏ ଜାଣେ ଆମେ 2 ଜଣ ସିଲେକ୍ଟ ହେଇ କ୍ଲାସମେଟ୍ ନ ହେବା। ଫୋନ୍ ନମ୍ବର ନିଜେ ଟିପି ଦେଇଥିଲା ମାନସୀ। କହିଥିଲା ଫୋନ୍ କରିବେ ନିଶ୍ଚୟ। ଫୋନ୍ କରି ଡିଷ୍ଟର୍ବ କରିବାଟା ମାଇଣ୍ଡ କରିବେନି ତ? ୟୋର ଡିଷ୍ଟର୍ବାନ୍ସ ଇଜ୍ ମୋଷ୍ଟ ୱେଲକମ୍। ହସି ହସି କହିଥିଲା ମାନସୀ। ମୁଁ ଫେରି ଆସିଥିଲି ମୋ ଗାଁକୁ ମାନସୀର ହାତଲେଖା ଫୋନ୍ ନମ୍ବର ଏବଂ ତା ହସ ହସ ମୁହଁରେ ସ୍ମୃତିକୁ ନେଇ। ବର୍ଷା ଛାଡ଼ି ଆସୁଥାଏ। ଗାଁ ଭୂଇଁକୁ ଛୁଇଁ ଯାଉଥାଏ ଶରତ। ଗାଁ କ୍ଷେତବାଡ଼ିରେ କାଶତଣ୍ଡି ଫୁଲ ତାର ଶୋଭାର ପସରା ମେଲେଇ ଦେଇଥାଏ। ଧାନ କେଣ୍ଡା ସବୁ ଦକ୍ଷିଣା ପବନରେ ଦୋହଲୁଥାନ୍ତି। ମୋ ପ୍ରିୟ ଗାଁ ଏଥର କାହିଁକି ଆହୁରି ଅଧିକ ପ୍ରିୟ ଲାଗୁଥାଏ। ପ୍ରକୃତି ରାଣୀ ସତେ ଯେମିତି ସମ୍ମୋହିତ କରିବା ପାଇଁ ଅଜାଡ଼ି ଦେଇଛି ମାଟି ଉପରେ ତାର ସମସ୍ତ ଶୋଭା ସମ୍ପଦ। ମୋ ଭିତରେ ଅଦ୍ଭୁତପୂର୍ବ ଗୋଟେ ଭାବର ଉଦ୍ରେକ ହେଉଥାଏ। ମାନସୀର ସ୍ମୃତି କାହିଁକି କେଜାଣି ମତୁଆଲା କରିଦେଉଥାଏ। ରାଜଧାନୀର ଝିଅମାନେ କେତେ ଭଲ ସତରେ, ସାହାଯ୍ୟ ପାଇଁ କେତେ ଆଗେଇ ଆସନ୍ତି, ସ୍ନେହ ଅଜାଡ଼ି ଦେବାରେ କେତେ ସୁଦକ୍ଷା। କିଛି ମୁହୂର୍ତ୍ତର ସାକ୍ଷାତରେ ମାନସୀ କେମିତି କିଣି ନେଇଥିଲା ମୋତେ। ତାର ଅମାୟିକ ବ୍ୟବହାରରେ କେବଳ ପଥର ହିଁ ନିଥର ହୋଇ ରହିବ। ବାଣୀବିହାରରୁ ଫେରି ମାତ୍ର 3 ଦିନ ହେଇଥାଏ। ମୋତେ ଲାଗୁଥାଏ ଯୁଗଟେ ଯେମିତି ବିତିଗଲାଣି ମାନସୀ ସହିତ ଦେଖାଏ। କଥା ଦେଇ ଫୋନ୍ ନ କରିବାଟା ମୋର ଦାୟିତ୍ୱହୀନତା ନିଶ୍ଚୟ। ମୁଁ ପହଞ୍ଚିବା ମାତ୍ରେ ଫୋନ୍ କରିବା କଥା। କ'ଣ ଭାବୁଥିବ ସେ ଝିଅଟା, ମୋତେ ଏତେ ସାହାଯ୍ୟ କଲା, ଅଥଚ ମୁଁ କୃତଜ୍ଞତା ଟିକେ ଜଣାଇ ପାରିଲିନି। ଭାବିଲି ଶୀଘ୍ର ଫୋନ୍ କରିବାଟା ଉଚିତ ହେବ, ନହେଲେ ମୁଁ ଅପରାଧୀ ହେଇଯିବି। ଆମ ଗାଁରୁ 10 କିଲୋମିଟର ଗଲେ ହିଁ ମିଳିବ ଏସ୍ଟିଡି ବୁଥ୍। ଧୈର୍ଯ୍ୟର ସୀମା ସବୁ ବନ୍ଧବାଡ଼ ଅତିକ୍ରମି ଯାଉଥାଏ। ମନ ଉଚ୍ଚାଟ ହେଉଥାଏ। ଘରୁ ସାଇକେଲ ଧରି ଚାଲିଲି ନୂଆ ଗାଁ ଫୋନ୍ ବୁଥ୍। ଟିକେ ଫୋନ୍ ଲଗାଇବ। ନମ୍ବର 240452 ଭୁବନେଶ୍ୱର। ରିଙ୍ଗ ହେଉଛି, କେହି ଧରୁନାହାନ୍ତି। ଏବେ ତ 11ଟା ବାଜିଛି। ଆଉ ଟିକେ ଚେଷ୍ଟା କଲ। ପୁଣି ବଟନ ଚିପିଲା ବୁଥବାଲା। ହ୍ୟାଲୋ, କଥା ହୁଅନ୍ତୁ। ହ୍ୟାଲୋ, କିଏ ମାନସୀ କହୁଛନ୍ତି? ହଁ କହୁଛି। ମୁଁ ସମ୍ବିତ ମହାପାତ୍ର, କଳାହାଣ୍ଡି। ଫୋନ୍ ଉଠାଉନାହାନ୍ତି ଯେ? ଘରେ ଏକା ଅଛି, ବାଥରୁମ୍ ଯାଇଥିଲି, ଅଧା ଗାଧେଇଛି, ଦେହ ଅଧା ସରସର। ଆଉ କେମିତି ପହଞ୍ଚିଲ ଜଣେଇଲନି? ମୁଁ ବଡ଼ ବ୍ୟସ୍ତ ଥିଲି। ତମେ ଭାରି ନେଗ୍ଲିଜେଣ୍ଟ ଦେଖୁଛି। ନାଇଁ ସେମିତି କିଛି ନାହିଁ ଯେ, ଫୋନ୍ ନିଶ୍ଚୟ କରିଥାନ୍ତି, ଟିକେ ବିଜି ରହିଗଲି ତ। ଆପଣ ଅଧା ଗାଧେଇଛନ୍ତି, ଯାଆନ୍ତୁ, ଆଉ ଦିନେ ଫୋନ୍ କରିବି। ଆଉ କ'ଣ ଖବର? ସବୁ ଭଲ। ଓକେ, ବାଏ। ହୃତ୍ସ୍ପନ୍ଦନ ଯଥେଷ୍ଟ ବଢ଼ିଯାଇଥିଲା ମୋର। ପାଟି ଟିକେ ଖନି ମାରି ଆସୁଥିଲା। ଆଉ ଅଧିକ କଥା ହେଇ ପାରିନଥାନ୍ତି ବୋଧେ। ନୂଆ ଗାଁରୁ ଫେରିବା ବାଟରେ ମୁଁ କେବଳ ଭାବି ଚାଲିଥିଲି, ମାନସୀ ଅଧା ଗାଧେଇଥିଲା, ଅଧା ସରସର ହୋଇ ଫୋନ୍ ଧରିଥିବ। ତନୁ ପାତଳି ଶ୍ୟାମଳୀ ଝିଅଟା କେମିତି ଦିଶୁଥିବ ଯେ? ଘରେ ଏକଲା ଥିବ, କ'ଣ ଭାବୁଥିବ ଯେ? ତମେ ଭାରି ନେଗ୍ଲିଜେଣ୍ଟ। ସେ ତମେ କହିଲା ନା ଆପଣ? ନାହିଁ ତ, ଆପଣ କହିନି। ମାନସୀ ତମେ ଡାକିଦେଲା, ଆପଣରୁ ତମେ। ହଁ, ସେ ତ କ୍ଲାସମେଟ୍ ହେବ, ଅସୁବିଧା କ'ଣ? କେତେ ଶୀଘ୍ର ଆପଣାର କରିନେଇପାରେ ମାନସୀ। ମୁଁ ଅଣନିଶ୍ୱାସୀ ହେଇଯାଉଥିଲି। ମୋ ଦେହ ଝାଳେଇ ଯାଉଥିଲା। ମାନସୀର ସ୍ମୃତିକୁ ନେଇ ମୋର ସମସ୍ତ ସମୟ ଅତିବାହିତ ହେଉଥିଲା। କ'ଣ ପାଇଁ କେଜାଣି ମାନସୀ ମୋର ସମଗ୍ର ସତ୍ତାକୁ ଆବରି ସାରିଥିଲା ଅଳ୍ପ ଦିନ ଭିତରେ। ମଧୁପାଟଣାର ମାମୁଁ ଆସି ପହଞ୍ଚିଲେ ସେଦିନ ଆମ ଘରେ। ମାମୁଁଙ୍କ ଖୁବ୍ ସ୍ନେହ ଆମମାନଙ୍କ ପାଇଁ। ମୁଁ ତ ସପ୍ତମ ଯାଏ ମାମୁଁ ଘରେ ପଢ଼ୁଥିଲି। ମାଇଁ ବି ଖୁବ୍ ଆଦର କରନ୍ତି। ମାଆକୁ ମାମୁଁ ପ୍ରସ୍ତାବ ଦେଲେ, ସମ୍ବିତ ଦୂରକୁ ପାଠ ପଢ଼ିବାକୁ ପଳେଇବ, କେତେ ଦିନକୁ ଥରେ ଆସିବ, ଯିବା ପୂର୍ବରୁ କିଛି ଦିନ ଆମ ଘରେ ରହୁ। ତା ମାଇଁ ବି ଖବର ପଠାଇଛନ୍ତି, ସେ ଯାଉ, ଏଠି ତ ଏମିତି ବୁଲୁଛି। ମା ଏକାବେଳେ ରାଜି ହେଇଗଲେ ମାମୁଁ କଥାରେ। ମୁଁ ଚାଲିଗଲି ମଧୁପାଟଣା। ଘରେ ବାପାଙ୍କୁ ଆଉ ବଡ଼ ଭାଇଙ୍କୁ କହିଦେଇଥାଏ କେତେବେଳେ ବି ବାଣୀବିହାରରୁ ଇଣ୍ଟିମେସନ୍ ଆସିପାରେ, ମୋତେ ଖବର ଦେବେ। ମଧୁପାଟଣା ଆଖପାଖ 20 କିଲୋମିଟର ଭିତରେ ଫୋନ୍ ବୁଥ୍ ନଥିଲା। ତେଣୁ ମନ ବ୍ୟଗ୍ର ଥିଲେ ବି ମାନସୀ ପାଖକୁ ଫୋନ୍ କରିପାରୁନଥାଏ। କାହିଁକି କେଜାଣି ମାମୁଁ ଘର ଗାଁ ଏଥର ବଡ଼ ବୋର୍ ଲାଗୁଥାଏ। ମୋର ଖାଲି ଅପେକ୍ଷା ଥାଏ ବାଣୀବିହାର ଇଣ୍ଟିମେସନ୍କୁ। ମୁଁ ବ୍ୟସ୍ତ ବିବ୍ରତ ହେଇ ପଡ଼ୁଥାଏ ଖାଲି। ମାମୁଁ ଘରେ ତେଣୁ ବେଶୀ ଦିନ ରହିବାକୁ ଜମା ଇଚ୍ଛା ହେଲାନି। ଅଳ୍ପ ଦିନ ରହି ମୁଁ ଫେରିଗଲି ଆମ ଗାଁକୁ। ଗାଁରୁ 3 କିଲୋମିଟର ଦୂରରେ ଥିଲା ପୋଷ୍ଟ ଅଫିସ୍। କାଳେ ଇଣ୍ଟିମେସନ୍ ଆସିବ, ମୁଁ ନିଜେ ପୋଷ୍ଟ ଅଫିସ୍କୁ ଧାଉଁଥିଲି ଡାକ ପହଞ୍ଚିଲା ବେଳକୁ।
ପୋଷ୍ଟ ବ୍ୟାଗ୍ରୁ ଚିଠିତକ ତଳେ ଅଜାଣିଲା ବେଳେ ଏକାଥରକେ ମୋ ଆଖି ବୁଲି ଯାଉଥିଲା ସବୁ ଚିଠିପତ୍ର ଉପରେ। ଇଣ୍ଟିମେସନ୍ ଆସିନଥିଲେ ନିରାଶ ହେଇ ଘରକୁ ଫେରିବାକୁ ପଡ଼ୁଥିଲା। ମନର ବ୍ୟଗ୍ରତା କିନ୍ତୁ ଜମା ଉଣା ହେଉନଥାଏ। କ'ଣ ପାଇଁ ଇଣ୍ଟିମେସନ୍ ଲେଟ୍ ହେଇପାରେ ଅନେକ ଦୁଶ୍ଚିନ୍ତା ଘାରୁଥାଏ ମୋତେ। ମୁଁ ଶୁଣିଥିଲି ବାଣୀବିହାରରେ ସିଟ୍ ପାଇଁ ଖୁବ୍ କମ୍ପିଟିସନ୍ ହୁଏ। ଫିଜିକ୍ସ ପାଇଁ ତ ଆଉ ବେଶୀ। ମୁଁ ସିଲେକ୍ଟ ହେଇପାରିବିନି କି? ମାନସୀକୁ ଫୋନ୍ କରିବାକୁ ସ୍ଥିର କଲି। ଗଲି ନୂଆଗାଁ ଟେଲିଫୋନ୍ ବୁଥ୍କୁ। ହ୍ୟାଲୋ, କିଏ ମାନସୀ? ଆରେ ସମ୍ବିତ ନା? ହଁ ହଁ, ମୁଁ ସମ୍ବିତ କହୁଛି। କେମିତି ଜାଣିପାରିଲେ? କେମିତି ଜାଣିଲି ଏବେ କହିବିନି, ତମେ ବାଣୀବିହାର ଆସିଲେ କହିବି। ହଁ ଶୁଣ, ଇଣ୍ଟିମେସନ୍ କାଲି ଇସ୍ୟୁ ହେଉଛି ଡିପାର୍ଟମେଣ୍ଟରୁ। 2 ଦିନ ଭିତରେ ପହଞ୍ଚିଯିବ। ତମେ କଣ୍ଟାକ୍ଟ କଲନି ବାଧ୍ୟ ହୋଇ, ତେଣୁ ଚିଠି ଖଣ୍ଡେ ଦେଇଛି ଏଇ 3 ଦିନ ତଳେ। ପାଇଯିବ ବୋଧେ। ଆଉ କେମିତି ଅଛ କୁହ? ଭଲ ଅଛି। ଆଉ ଆପଣ? ଆପଣ କ'ଣ କହୁଛ ସମ୍ବିତ? ତମେ କୁହ ନା। ବାଣୀବିହାର ଗଲା ପରେ ତମେ କହିବି, ହେଲା? ତମେ ଖୁବ୍ ଫର୍ମାଲିଟି ମେଣ୍ଟେନ୍ କରୁଛ ସମ୍ବିତ। ମୋତେ ଏସବୁ ଭଲ ଲାଗୁନି। ଓକେ ମାନସୀ, ଏଣୁ ଏଣିକି ତମେ ବୋଲି କହିବି, ହେଲା? ଏବେ ଖୁସ୍ ତ? ଥ୍ୟାଙ୍କ ୟୁ ସମ୍ବିତ, ଥ୍ୟାଙ୍କ ୟୁ ଭେରି ମଚ୍। ରଖୁଛି ମାନସୀ, ଆଡ଼ମିସନ୍ ବେଳେ ଦେଖା ହେବ। ବାଏ ବାଏ। ମୁଁ ଉତ୍କଣ୍ଠିତ ହୋଇ ପଡ଼ୁଥିଲି। ଉଲ୍ଲସିତ ହୋଇଯାଉଥିଲା ମୋର ମନ ଓ ଆତ୍ମା। ମୁଁ ସବୁକିଛି ଭୁଲି ଯାଉଥିଲି ଯେମିତି। ଇଣ୍ଟିମେସନ୍ ଦିନେ 2 ଦିନରେ ପହଞ୍ଚିବ। ହୁଏତ ମାନସୀର ଚିଠି ଆଜି ପହଞ୍ଚି ସାରିଥିବ। ସାଇକେଲରେ ଏକମୁହାଁ ଧାଇଁଲି ନୂଆଗାଁରୁ ଆମ ଗାଁ ପୋଷ୍ଟ ଅଫିସ୍। ଡାକଘରେ ପହଞ୍ଚିଲା ବେଳକୁ ସେଦିନର ଡାକ ପହଞ୍ଚି ସାରିଥିଲା। ପୋଷ୍ଟମାଷ୍ଟର ବସିଥାନ୍ତି ଅଫିସରେ। କେବେ ତାଙ୍କୁ ମୁଁ ନମସ୍କାର କରେନି। ସେଦିନ କାହିଁକି ଭାରି ଇଚ୍ଛା ହେଲା ନମସ୍କାର ହେବାକୁ। ନମସ୍କାର କରି ପଚାରିଲି, ଡାକ ପହଞ୍ଚିଲାଣି କି? ମୋର ଚିଠି ଫିଠି କିଛି ଥିଲା କି? ହଁ, ତମର ଗୋଟେ ଚିଠି ଥିଲା ତ। ଡାକ ପିଅନ୍ ନେଇକି ଗଲାଣି ଅନେକ ବେଳୁ, କହିଲେ ପୋଷ୍ଟମାଷ୍ଟର। ମୁଁ ଅତର୍ଚ୍ଛା ଧାଇଁଲି ଗାଁକୁ। ଗାଁ ମୁଣ୍ଡରେ ଦେଖା ହେଲା ଡାକ ପିଅନ୍ ସହିତ। ବ୍ୟସ୍ତ ହୋଇ ପଚାରିଲି, ମୋ ଚିଠି? ହଁ ହଁ, ତମର ଗୋଟେ ଚିଠି ଥିଲା। ସ୍କୁଲରେ ତମ ବଡ଼ ଭାଇଙ୍କୁ ଦେଇଦେଇଛି। ମୋ ବଡ଼ ଭାଇ ଗାଁ ହାଇସ୍କୁଲର ମ୍ୟାଥ୍ ଶିକ୍ଷକ। ତାଙ୍କୁ ଦେଖିଲେ ସବୁ ପିଲା ଛାନିଆ ହୁଅନ୍ତି। ତାଙ୍କୁ ମୋର ବି ପ୍ରାଣେ ଭୟ। ମୁଁ କ'ଣ କରୁଛି କ'ଣ ନାହିଁ ତାଙ୍କ ଆଖି ବୁଲୁଥିବ। ସ୍କୁଲରେ ଯେମିତି, ଘରେ ବି ସେମିତି କଡ଼ା ନଜର। ଇନଲାଇନ୍ ଲେଟର ଚାରିଆଡ଼େ ଅଠା ଲାଗିଥିଲା। ଫର୍ମ ଠିକଣାରେ କେବଳ ଗୋଟେ ବଡ଼ ପ୍ରଶ୍ନବାଚକ ଚିହ୍ନ। ମୋ ପାଖକୁ ଆସୁଥିବା ଚିଠିପତ୍ର ପ୍ରାୟ ବଡ଼ ଭାଇ ରିସିଭ୍ କରନ୍ତି। ମୋର ଅଭିଭାବକ ହିସାବରେ ବେଳେବେଳେ ମୋ ଚିଠିପତ୍ର ଖୋଲି ପଢ଼ନ୍ତି ସେ। ଏଥର ଚତୁଃପାର୍ଶ୍ୱ ବନ୍ଦ ଥିବା ଇନଲାଇନ୍ ଲେଟର, ପୁଣି ଗୋଟେ ବଡ଼ ପ୍ରଶ୍ନବାଚକ ଚିହ୍ନ ପଛପଟେ। ବଡ଼ ଭାଇଙ୍କ ସନ୍ଦେହୀ ମାଷ୍ଟ୍ରିଆ ଦୃଷ୍ଟିରୁ ବାଦ ଯିବା ଅସମ୍ଭବ ଥିଲା। ସ୍କୁଲରେ ହିଁ ବଡ଼ ଭାଇ ଚିଠି ଖୋଲିଥିଲେ। ସମ୍ବିତ, ତମେ ସତରେ ଜଣେ ଅଜବ ଲୋକ। ସେଦିନ ଅଧା ଗାଧେଇକି ଫୋନ୍ ଧରିଥିଲି ବୋଲି କିଛି କଥା ହେଇପାରିଲିନି। ପରେ ଫୋନ୍ କରିବାକୁ କହିଲି, ଅଥଚ ତମେ ଏପର୍ଯ୍ୟନ୍ତ ଫୋନ୍ କଲନି। ତମର ତ ଫୋନ୍ ନାହିଁ। ଇଚ୍ଛା ହେଉଛି ପ୍ରତିଦିନ ତମକୁ ଫୋନ୍ କରନ୍ତି। ମନ ମାନିଲାନି, ତେଣୁ ବାଧ୍ୟ ହୋଇ ଚିଠି ଲେଖି ବସିଲି। ମୁଁ ଜାଣେ ତମେ କେବେ ବି ମୋ ଚିଠିର ଆଶା କରିନଥିବ, କିନ୍ତୁ ସବୁ ଘଟଣା ତ ଏମିତି ଅପ୍ରତ୍ୟାଶିତ ହିଁ ଘଟେ। ଏଇ ଯେମିତି ତମ ସହ ମୋର ସାକ୍ଷାତ ଏବଂ ପରିଚୟ। କିଏ ଜାଣିଥିଲା ଆମେ କ୍ଲାସମେଟ୍ ହେବା ପୂର୍ବରୁ ଏତେ ଅନ୍ତରଙ୍ଗ ହେଇଯିବା। ସତରେ ସମ୍ବିତ, ଆମ ଆଡ଼ମିସନ୍ ପରେ ବହୁତ ଖୁସି ଲାଗିବ। ବାଣୀବିହାରରେ ପଢ଼ିବାର ଗୋଟେ ଅଲଗା ମଜା ଅଛି। ମୋର ବିଶ୍ୱାସ ତମେ ହିଁ ମୋର ବେଷ୍ଟ ଫ୍ରେଣ୍ଡ ହେବ। ସେଦିନ ଫର୍ମ ପକାଇଲା ବେଳେ ତମର କ୍ୟାରିୟର ମାର୍କ ଦେଖୁଥିଲି, ଥ୍ରୁ ଆଉଟ୍ ଫାର୍ଷ୍ଟ କ୍ଲାସ୍। ମୋର ଦେଖିଲ ତ ଆଇଏସ୍ସିରେ କେମିତି ସେକେଣ୍ଡ କ୍ଲାସ୍ ହେଇଗଲା। ଛାଡ଼ ସେସବୁ କଥା। ତମେ ବରଂ ମୋତେ ବେଟର ଗାଇଡ଼ କରିପାରିବ ଫିଜିକ୍ସରେ। ତମକୁ ମନେ ପକାଇ ତମ ଗାଁ କଥା ଭାବୁଛି। କେତେ ସୁନ୍ଦର ହେଇଥିବ ନା? ଏଠି ରାଜଧାନୀରେ ଗାଁର ମଧୁରତା ଓ ସ୍ନିଗ୍ଧତା କାହିଁ? ଗାଁ ମୋତେ ଖୁବ୍ ଭଲ ଲାଗେ। ତମେ ଆସିଲା ପରେ କେବେ ନିଶ୍ଚୟ ତମ ଗାଁକୁ ମୋତେ ନେଇକି ଯିବ। ତମ ବିଷୟରେ ମୁଁ ବୋଉକୁ ସବୁ କଥା କହିସାରିଛି। ଆଡ଼ମିସନ୍ ପରେ ତମକୁ ଘରକୁ ନେଇଯିବାକୁ ବୋଉ କହିଛି। ହଁ ଶୁଣ, ଇଣ୍ଟିମେସନ୍ ଏଇ ସପ୍ତାହ ଭିତରେ ପହଞ୍ଚିଯିବ। ମୁଁ ଡିପାର୍ଟମେଣ୍ଟରୁ ବୁଝୁଥିଲି। ଆଡ଼ମିସନ୍ ପାଇଁ ପ୍ରସ୍ତୁତ ଥିବ। ଚିଠି ପାଇଲା କ୍ଷଣି ଫୋନ୍ କରିବ। ଦିନ 11ଟା 12ଟା ଭିତରେ କଲେ ଭଲ। ଘରେ ମୁଁ ଏକଲା ଥାଏ। ଆଶା ଭଲରେ ଥିବ। ତମ କଥା ଖୁବ୍ ମନେ ପଡ଼ୁଛି। ଫୋନ୍ ନିଶ୍ଚୟ କରିବ। ରହୁଛି, ଇତି ମାନସୀ। ଇଡିଏଟ୍। ବାଣୀବିହାରରେ ପିଜି କରିବ। ଇଣ୍ଟିମେସନ୍ ଆସିବ ସପ୍ତାହ ଭିତରେ। ବାଣୀବିହାରରେ ପାଦ ନ ଦେଉଣୁ ପ୍ରେମ ଆରମ୍ଭ କରିସାରିଲାଣି। ଏ କ'ଣ ପାଠ ପଢ଼ିବ? ତାର ପାଠପଢ଼ା ବନ୍ଦ। ଦେଖୁଛି ସେ କେମିତି ବାଣୀବିହାର ଯାଉଛି। ଢିମା ଢିମା ଆଖିରେ ପ୍ରତିକ୍ରିୟା ପ୍ରକାଶ କଲେ ଗାଁ ହାଇସ୍କୁଲ ମ୍ୟାଥ୍ ଟିଚର
ଓରଫ ମୋର ବଡ଼ ଭାଇ। ମୋତେ ବଡ଼ ବାଧିଲା ଯେ ଚିଠିର ସବୁ କଥା ହାଇସ୍କୁଲର ସମସ୍ତ ସାର୍ଙ୍କ ଆଗରେ ଭାଇ ପଢ଼ି ଶୁଣେଇଥିଲେ। ପ୍ରଧାନ ଶିକ୍ଷକଙ୍କ ସହିତ ଅନ୍ୟ ସମସ୍ତ ସାର୍ ବିସ୍ମିତ ହେଲେ, ଛି ଛି କଲେ। ସମ୍ବିତ ଭଳି ପିଲା ଏଭଳି ଚୁପ୍ ଶୈତାନି କରିପାରେ ସେମାନଙ୍କର ବିଶ୍ୱାସ ବାହାରେ ଥିଲା। ବର୍ବାଦ ହେଇଗଲା, ଇଏ ଆଉ ମଣିଷ ହେବନି, ଥିଲା ତାଙ୍କର ମତାମତ। ଗାଁ ଯାକ ଲୋକ ଫୁସୁର ଫାସର ହେଲେ। ମାମୁଁ ଘର ପର୍ଯ୍ୟନ୍ତ କଥା ପହଞ୍ଚିଲା। ମାନସୀ ଲେଖିଥିବା ଚିଠି ପାଇଁ ମୁଁ ଯେ ଆଦୌ ଦାୟୀ ନୁହେଁ ଏକଥା ଯେତେ ଚେଷ୍ଟା କରି ବୁଝେଇଲେ ବି କେହି ବୁଝିବା ଅବସ୍ଥାରେ ନଥିଲେ। ବଡ଼ ଭାଇ ବାପା ମାଆଙ୍କ ମୁଣ୍ଡରେ ପୂରେଇ ଦେଇ ସାରିଥିଲେ ଯେ ମୁଁ ବାଣୀବିହାର ଗଲେ ଜାଣ ପରିବାର ଛାରଖାର ହେଇଯିବ। ଇତିମଧ୍ୟରେ ବଡ଼ ଭାଇଙ୍କ ଦ୍ୱାରା ମୋ ଡାଏରୀ ବି ତନ୍ନ ତନ୍ନ ଯାଞ୍ଚ ହେଇ ସାରିଥିଲା। ମାନସୀର ହାତ ଲେଖା ଫୋନ୍ ନମ୍ବର କାଗଜ ଖଣ୍ଡିକ ମୋ ଡାଏରୀ ଭିତରେ କେଉଁ ଏକ ପୃଷ୍ଠାରେ ରଖିଥିଲି। ବଡ଼ ଭାଇ ଯେତେବେଳେ ଦେଖିଲେ ଫୋନ୍ ନମ୍ବର ଉପରେ ଲେଖା ହେଇଛି ମାନସୀ ମିଶ୍ର ଭୁବନେଶ୍ୱର, ଚିରିକି ଫୋପାଡ଼ି ଦେଲେ ଟିକ୍ ଟିକ୍ କରି। ମୋର ଯାହା ମନେ ପଡ଼ୁଛି ମାନସୀ ସହିତ ଦେଖା ହେବା ବହୁ ପୂର୍ବରୁ ବିଏସ୍ସି ବେଳେ ମୋ ଡାଏରୀର ଜାନୁଆରୀ 1 ତାରିଖ ପୃଷ୍ଠାରେ ଗୋଟେ କବିତା ଲେଖିଥିଲି। କଲେଜରେ କବିତା ପାଠୋତ୍ସବରେ 2-4 ଥର ଭାଗ ବି ନେଇଥିଲି, ଯାହା ମୋ ବଡ଼ ଭାଇ ଜାଣନ୍ତି। ତଥାପି ମୋ କବିତା ମାନସୀ ପାଇଁ ଲେଖା ହେଇନି ବୋଲି ଭାଇ ବୁଝିବାକୁ ଆଦୌ ରାଜି ନଥିଲେ। କବିତାଟା ଏପରି ଥିଲା। ଆକାଶର ଯେତେ ନୀଳିମା ସବୁ ସାଇତିଛ ତମ ଆଖିରେ, ଜହ୍ନର ଯେତେ ଶୀତଳତା ସବୁ ସାଇତିଛ ତମ ଛାତିରେ, ଦେଖିଲି ଯେଦିନ ହସୁଥିଲ ତମେ ଝରି ପଡ଼ୁଥିଲା ମୁକୁତା, ଓଠର ଅମୃତ ଯେତେ ଅଛି ସଖୀ ରଖିବ ମୋ ପାଇଁ ସାଇତା, ପ୍ରେମର ପ୍ରଦୀପ ଜାଳି ମୁଁ ବସିଛି ତମରି ପଥକୁ ଚାହିଁ ଗୋ, ତମେ ହିଁ ତ ମୋର କୋଟି ବୈଭବ, ତମ ପରି କେହି ନାହିଁ ଗୋ, ତମ ପରି କେହି ନାହିଁ ଗୋ। ବିଜ୍ଞାନର ଛାତ୍ର ହେଲେ ବି କାବ୍ୟ କବିତା ପ୍ରତି ମୋର ଯଥେଷ୍ଟ ଆଗ୍ରହ ଥିଲା। ଏମିତି ଏକ କବିତା ଯେ ମୋ ପାଇଁ ଦିନେ କାଳ ହେବ ମୁଁ ସ୍ୱପ୍ନରେ ସୁଦ୍ଧା ଭାବିନଥିଲି। ମାନସୀ ବି ତ ସେମିତି କିଛି ଖରାପ କଥା ଲେଖିନଥିଲା ଚିଠିରେ। କ'ଣ ପାଇଁ ତେବେ ଏତେ ଝଡ଼ ସୃଷ୍ଟି ହେଇଗଲା? ମଫସଲରୁ ଯାଇ ପ୍ରଥମ କରି ଜଣେ ସହପାଠିନୀ ହେବାକୁ ଥିବା ଝିଅ ସହିତ ଦେଖା ହେବାରେ କି ପାପ ମୁଁ କରିଥିଲି? ସୁଦୂର ରାଜଧାନୀରୁ ଖବର ପାଇବା ଆଉ କେଉଁ ରାସ୍ତାରେ ସମ୍ଭବ ଥିଲା ମୋ ପାଇଁ? ବଡ଼ ଭାଇଙ୍କ ତାଗିଦ, ବାଣୀବିହାର ଯିବା ବନ୍ଦ, ପାଠ ପଢ଼ା ବନ୍ଦ। ମୋ ମୁଣ୍ଡରେ ସତେ ଯେମିତି ବଜ୍ର ଖସି ପଡ଼ିଲା। ଅଧ୍ୟାପକ ହେବାର ସ୍ୱପ୍ନ ସତରେ କ'ଣ ଅଧୁରା ରହିଯିବ ସବୁଦିନ ପାଇଁ? ବାପାଙ୍କୁ ବୁଝେଇବାର ଚେଷ୍ଟା କଲି। ବାପା ଯଦିଓ ମୋ ପଢ଼ିଯିବାଟାକୁ ବିରୋଧ କରୁନଥିଲେ, ନିଜ ଦରମାରେ ପରିବାର ଚଳାଉଥିବା ବଡ଼ ପୁଅର ନିଷ୍ପତ୍ତି ବିରୁଦ୍ଧରେ ପାଟି ଖୋଲିବାଟା ବୋଧେ ତାଙ୍କ ପାଇଁ ସମ୍ଭବ ନଥିଲା। ଓଲଟା ମୋତେ ବୁଝେଇଲେ, ଦେଖ ପୁଅ, ତୋ ବଡ଼ ଭାଇ ଏବେ ଘରର ମୁରବୀ, ସବୁ ଦାୟିତ୍ୱ ସିଏ ବୁଝୁଛି। ସିଏ ତ ପୁଣି ଉଚ୍ଚଶିକ୍ଷିତ, ତା ମୁହଁ ଉପରେ ପଡ଼ିବାଟା ଉଚିତ ହେବନି ଭାବୁଛି। କିଏ ମୋତେ ଆଉ ସହାୟତା ଏତିକି ବେଳେ? ଉଚ୍ଚଶିକ୍ଷା ଲାଭ କରି ଅଧ୍ୟାପକ ହେବାର ସ୍ୱପ୍ନ ମଉଳି ଆସୁଥିଲା। ମାନସୀ ସ୍ମୃତି ଆହୁରି ଅଥୟ କରିଦେଉଥିଲା ମୋତେ। ମୋର ଶେଷ ଆଶ୍ରୟ ଥିଲେ ଭାଉଜ। ତାଙ୍କୁ ନେହୁରା ହେଇ କହିଲି, ଭାଇଙ୍କୁ ତମେ ଯେମିତି ହେଲେ ବୁଝେଇ ଦିଅ ଭାଉଜ। ତମେ ନିଜେ ଚିଠି ପଢ଼ି ଦେଖ ମାନସୀ କ'ଣ ଲେଖିଛି। ତମେ ତ ଭଲ କରି ଚିହ୍ନିଛ ମୋତେ। ଭାଇ କ'ଣ ଜାଣିନାହାନ୍ତି ମୋ ଚରିତ୍ର? ତମେ କିଛି କର ଭାଉଜ, ତମେ କିଛି କର। ଭାଉଜ ବେଶ ବୁଝିପାରିଥିଲେ ମୋ ଦୁଃଖ। ଅନେକ ଚେଷ୍ଟା କଲେ ଭାଇଙ୍କୁ ବୁଝେଇବାକୁ, କିନ୍ତୁ ଭାଇ ଥିଲେ ତାଙ୍କ ଜିଦରେ ଅଟଳ। ଶେଷ କଥା ଘରେ ଶୁଣି ଦେଇଥିଲେ, ହର ବ୍ରହ୍ମା ବି ମୋତେ ବୁଝେଇ ପାରିବେନି। ମୋତେ ଆଉ କେହି କିଛି ନ କହିଲେ ଭଲ। ସାମାନ୍ୟ ଗୋଟେ ଚିଠି ଭାଇ ଭାଇ ଭିତରେ ବିଶ୍ୱାସର ସମସ୍ତ ବଳୟକୁ ଭାଙ୍ଗି ଚୁରମାର କରିଦେଉଥିଲା। ମୋ ପାଇଁ ବନ୍ଦ ହେଇଯାଉଥିଲା ଆଗକୁ ଯିବାର ସବୁତକ ରାସ୍ତା। ଇତିମଧ୍ୟରେ ଭାଇ କଥାବାର୍ତ୍ତା ହେଇ ସାରିଥିଲେ ନୂଆ ଖୋଲିଥିବା କେନ୍ଦୁଗୁଡ଼ା ହାଇସ୍କୁଲ ମ୍ୟାନେଜିଂ କମିଟି ସହିତ। ସ୍କୁଲରେ ବିଜ୍ଞାନ ଶିକ୍ଷକ ଦରକାର ଥିଲା। ଭାଇ ସଫା ଶୁଣିଦେଲେ ସେଇ ହାଇସ୍କୁଲରେ ରହିବା ପାଇଁ। ସେପ୍ଟେମ୍ବର ମାସର ଯେଉଁଦିନ ମୁଁ ହାଇସ୍କୁଲରେ ଜଏନ୍ କଲି ସେଦିନ ହିଁ ବାଣୀବିହାରରେ ଆଡ଼ମିସନ୍ ଥିଲା। ଏସବୁ ସତେ ଯେମିତି ଥିଲା ବିଧି ନିର୍ଦ୍ଦିଷ୍ଟ। ଆଡ଼ମିସନ୍ ଦିନ ମୋତେ ବହୁତ ଖୋଜିଥିବ ମାନସୀ। ଅପେକ୍ଷା କରି କରି ନିରାଶ ହେଇଥିବ ନିଶ୍ଚୟ। କ'ଣ ଭାବିଥିବ ସେ? ୟୁଜଲେସ୍, ଧୋକାବାଜ, ନା ଆଉ କିଛି? ହୁଏତ ଆଉ କିଛି ସମୟ ଅପେକ୍ଷା କରିଥିବ। ନିରୀହା ଝିଅଟି ସ୍ୱପ୍ନରେ ବି ଭାବିନଥିବ ତା ଚିଠି ହିଁ ମୋ ଜୀବନର ଗତିପଥକୁ ବଦଳାଇ ଦେଲା ବୋଲି। ବାଣୀବିହାର ଯିବା ସବୁଦିନ ପାଇଁ ବନ୍ଦ ରହିଗଲା। ସ୍ୱପ୍ନ ହୋଇ ରହିଗଲା ରାଜଧାନୀ। ତା ସହିତ ହଜିଗଲା ବି ମାନସୀର ଠିକଣା। ଆଜି ଅନେକ ବର୍ଷ ପରେ
ମାନସୀର ସ୍ମୃତି ତଥାପି ଦୋହଲେଇ ଦେଉଛି ମୋର ସମଗ୍ର ସତ୍ତାକୁ। ଗୋଟିଏ ଅପ୍ରାପ୍ତିର ଅବଶୋଷ ଏବେ ବି ମୋ ଭିତରେ ସଞ୍ଚରି ଯାଉଛି। ଅନେକ ଥର ଚେଷ୍ଟା କରିଛି ମାନସୀର ସ୍ମୃତିକୁ କାଢ଼ି ଫିଙ୍ଗିଦେବି ମୋ ଭିତରୁ ଏବଂ ସାଲିସ କରିଯିବି ରୁକ୍ଷ ବାସ୍ତବତା ସହ। ଯେତେ ଚେଷ୍ଟା କରିଛି ଉଝେଇ ଦେବାକୁ ତା ସ୍ମୃତି, ସେତେ ଅଧିକ ଫେରି ଆସିଛି ମୋ ପାଖକୁ। ମାନସୀ କ'ଣ ମୋତେ ମନେ ରଖିଥିବ? ମାନସୀ କ'ଣ ମନେ ରଖିଥିବ ସେଇ ମୁହୂର୍ତ୍ତକ ପରିଚୟର ସ୍ମୃତିକୁ? ସେ ଏବେ କେଉଁଠି ଥିବ? କ'ଣ କରୁଥିବ ଯେ? କେଉଁଠି ଅଧ୍ୟାପିକା ଥିବ ନା ଆଉ କିଛି? ସେ ଯେଉଁଠି ଥାଉ ଭଲରେ ଥାଉ। ତା ସ୍ମୃତି ମୋ ନିଜସ୍ୱ ହୋଇ ରହିଥାଉ ଚିରଦିନ ପାଇଁ। ଈଶ୍ୱର ତାକୁ କୋଟି ପରମାୟୁ ଦିଅନ୍ତୁ।